ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରୁଅଛି। ପ୍ରଭୁଙ୍କ ନାମର ଗୌରବ ହେଉ। ଆମ୍ଭମାନଙ୍କ ପରମେଶ୍ୱର ସବୁ ସମୟରେ ତାହାଙ୍କ ବାକ୍ୟ ଦ୍ୱାରା ଆମ୍ଭମାନଙ୍କୁ କଥା ହେଉଅଛନ୍ତି। ତାହାଙ୍କ ବାକ୍ୟ ଜରିଆରେ ଆମ୍ଭ ସମସ୍ତଙ୍କୁ ସେ ଶିକ୍ଷା, ଚେତନା ଓ ପରାମର୍ଶ ଦେଉଅଛନ୍ତି। ସେଥିପାଇଁ ତାହାଙ୍କ ନାମର ପ୍ରଶଂସା ହେଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ସମସ୍ତେ ଜାଣୁ ଆମେ ଯେଉଁ ସମୟରେ ବସବାସ କରୁଛୁ, ଏହି ସମୟ ହେଉଛି ଇଲେକ୍ସନର ସମୟ। ଏହି ସମୟରେ ଭାରତର ନାଗରିକ ହେବା ସତ୍ତ୍ୱେ ବିଭିନ୍ନ ଭାଇ ଭଉଣୀମାନେ ନିଜର ଭୋଟକୁ ପ୍ରଦାନ କରିବା ସମୟ। ଏହି ସମୟ ଭାରତର ସରକାର ଅଦଳ ବଦଳ ହେବା ସମୟ। ଏହି ସମୟ ଭାରତର ସରକାର ପରିବର୍ତ୍ତନ ହେବା ସମୟରେ ଆମେ ବସବାସ କରୁଛୁ। ଆପଣ ଦେଖିବେ ସମଗ୍ର ଭାରତ ବର୍ଷରେ ଟିଭି ମାଧ୍ୟମରେ, ନ୍ୟୁଜ୍ ମାଧ୍ୟମରେ ଆମେ ଦେଖୁ, ଜାଣୁ ଯେ ଭିନ୍ନ ଭିନ୍ନ ରାଜ୍ୟ, ଭିନ୍ନ ଭିନ୍ନ ଜିଲ୍ଲାରେ ବିଭିନ୍ନ ପ୍ରାର୍ଥୀମାନେ ସେମାନେ ନିଜ ନିଜର ପ୍ରଚାର ପ୍ରସାରକୁ ଜାରି ରଖିଅଛନ୍ତି। ସେମାନେ ନିଜର ବିଜୟ ନିମନ୍ତେ ସେମାନେ ଲଢ଼ୁଅଛନ୍ତି। ଆଉ ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଭାରତର ବିଭିନ୍ନ ଭାଇ ଭଉଣୀମାନେ ଭାରତର ନାଗରିକ ହେବା ସତ୍ତ୍ୱେ ସେମାନେ ନିଜ ନିଜର ବହୁମୂଲ୍ୟ ଭୋଟକୁ ଦେବା ନିମନ୍ତେ ସେମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରୁଅଛନ୍ତି। ଏହିପରି ସମୟରେ ପ୍ରଭୁଙ୍କ ବାକ୍ୟରୁ ମୁଁ ଆପଣମାନଙ୍କ ନିକଟରେ ଗୋଟିଏ ଛୋଟ ପ୍ରସଙ୍ଗ ରଖିବା ସହିତ ଆପଣମାନଙ୍କୁ ପରାମର୍ଶ ଆଉ ପ୍ରଭୁଙ୍କ ବାକ୍ୟରୁ କିଛି କଥା କହି ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ଆଜି ଯେଉଁ ପ୍ରସଙ୍ଗଟି ଆପଣମାନଙ୍କ ମଧ୍ୟରେ ମୁଁ ରଖିବା ପାଇଁ ଚାହେଁ, ସେହି ପ୍ରସଙ୍ଗର ଶୀର୍ଷକ ହେଲା ଖ୍ରୀଷ୍ଟିଆନ ମାନେ ଭୋଟ ଦେବା ଉଚିତ କି? ଖ୍ରୀଷ୍ଟ ବିଶ୍ୱାସୀମାନେ ଭୋଟ ଦେବା ଉଚିତ କି? ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ କିଛି କଥା କହି ମୁଁ ଆପଣମାନଙ୍କୁ ଉତ୍ସାହିତ କରିବା ପାଇଁ ଚାହେଁ। ବାସ୍ତବରେ ଏହି ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟ ଆମ୍ଭମାନଙ୍କୁ କ'ଣ କହେ? ଆସନ୍ତୁ ଆମେ ବାକ୍ୟରୁ ଗୋଟେ ପଦ ପଢ଼ି ଆମେ ଆଗକୁ ବଢ଼ିବା। ଆପଣମାନେ ମୋ ସହିତ ରୋମିଓ ପୁସ୍ତକ 13 ଅଧ୍ୟାୟକୁ ଆସିବେ। ରୋମିଓ ପୁସ୍ତକ 13 ଅଧ୍ୟାୟ 1 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପଢ଼ିବା ପାଇଁ ଚାହେଁ। ଲେଖାଯାଏ, ପ୍ରତ୍ୟେକ ଜଣ ଅଧିକାର ପ୍ରାପ୍ତ ଶାସନକର୍ତ୍ତାଙ୍କ ବଶୀଭୂତ ହେଉ, କାରଣ ଅଧିକାର କେବଳ ଈଶ୍ୱରଙ୍କ ଠାରୁ ଆସେ। ଆଉ ଯେ ସମସ୍ତ ଅଧିକାର ପ୍ରାପ୍ତ ଶାସନକର୍ତ୍ତା ଅଛନ୍ତି ସେମାନେ ଈଶ୍ୱରଙ୍କ ଦ୍ୱାରା ନିଯୁକ୍ତ। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ଆମେ ଯେଉଁ ଦେଶରେ ବସବାସ କରୁଛୁ ସେହି ଦେଶ ଗୋଟେ ସମ୍ବିଧାନର ଦେଶ ଅଟେ। ଆଉ ବାଇବେଲ କହେ ଯେ ପ୍ରତ୍ୟେକ ଜଣ ବୋଲି କହିଲେ ମଣ୍ଡଳୀର ପ୍ରତ୍ୟେକ ଭାଇ ଭଉଣୀଙ୍କୁ ବୁଝାଏ, ଖ୍ରୀଷ୍ଟ ବିଶ୍ୱାସୀ ସମସ୍ତଙ୍କୁ ବୁଝାଏ ଯେ ପ୍ରତ୍ୟେକ ଜଣ ଶାସନକର୍ତ୍ତାମାନଙ୍କର, ଅଧିକାର ପ୍ରାପ୍ତ ଶାସନକର୍ତ୍ତାମାନଙ୍କର ବଶୀଭୂତ ହେବା ନିମନ୍ତେ ବାଇବେଲ ଆମମାନଙ୍କୁ ସ୍ପଷ୍ଟ ଭାବରେ କହେ। ଆମେ ଯେଉଁ ଭାରତ ଦେଶର ନାଗରିକ ଅଟୁ, ଆମେ ଯେଉଁ ଦେଶରେ ବସବାସ କରୁଛୁ, ଆମର ଦେଶ ସମ୍ବିଧାନର ନିୟମ ଅନୁସାରେ ଚାଲେ। ଆଉ ଏହି ସମ୍ବିଧାନର ନିୟମ, ଆମ ଦେଶର ବିଧାନ ବିଧି ବା ସେହି ନିୟମ କେଉଁମାନେ ଲେଖିଥିଲେ? ଯେଉଁମାନେ କି ଶାସନକର୍ତ୍ତାମାନେ, ଅଧିକାର ପ୍ରାପ୍ତ ବ୍ୟକ୍ତିମାନେ। ଆଉ ବାଇବେଲ କ'ଣ କହେ? ଅଧିକାର କାଠାରୁ ଆସେ? ପରମେଶ୍ୱରଙ୍କ ଠାରୁ ଆସେ, ଈଶ୍ୱରଙ୍କ ଠାରୁ ଆସେ। ଆଉ ଈଶ୍ୱରଙ୍କ ଠାରୁ ପ୍ରାପ୍ତ ଯେଉଁ ଅଧିକାର ପ୍ରାପ୍ତ ଶାସନକର୍ତ୍ତାମାନେ ଏହି ଭାରତର ସମ୍ବିଧାନକୁ ସେମାନେ ଲେଖିଥିଲେ। ଆଉ ଭାରତର ସମ୍ବିଧାନ ଯେତେବେଳେ ସେମାନେ ଲେଖିଲେ, ଯେ ଭାରତର ସମ୍ବିଧାନ କହେ ଯେ ଭାରତରେ ପ୍ରତ୍ୟେକ 5 ବର୍ଷକୁ ଥରେ କ'ଣ ହୁଏ? ସରକାର ପରିବର୍ତ୍ତନ କରିବା ନିମନ୍ତେ ସମ୍ବିଧାନର ନିୟମ କହେ। ଆଉ ପ୍ରତ୍ୟେକ 5 ବର୍ଷକୁ ଥରେ ଭାରତର ନାଗରିକ ହେବା ସତ୍ତ୍ୱେ, ଭାରତର ବାସିନ୍ଦା ହେବା ସତ୍ତ୍ୱେ ସମସ୍ତ ନାଗରିକମାନଙ୍କୁ ନିଜ ନିଜର ଭୋଟ ଦେବା ନିମନ୍ତେ ସମ୍ବିଧାନର ନିୟମ ରହିଛି। ସେଥିପାଇଁ ସମ୍ବିଧାନର ନିୟମ ଅଣ୍ଡରରେ ଆମେ ଖ୍ରୀଷ୍ଟ ବିଶ୍ୱାସୀମାନେ ରହିବା ନିମନ୍ତେ ବାଇବେଲ ଆମମାନଙ୍କୁ ପରାମର୍ଶ ଦିଏ। ଏହି ରୋମିଓ
13 ଅନୁସାରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ନିହାତି ଭାବରେ ସେହି ବିଧାନକୁ ପାଳନ କରିବା ଆବଶ୍ୟକ ରହିଛି। ଶାସନକର୍ତ୍ତାମାନଙ୍କର ସେହି ପରାମର୍ଶ ଆଉ ତାଙ୍କର ଲିଖିତ ସେହି ସମ୍ବିଧାନ ନିୟମକୁ ପାଳନ କରିବା ଆବଶ୍ୟକ ରହିଛି। ବାଇବେଲ ଏହା ଆମମାନଙ୍କୁ କହେ। ଯଦି ଆପଣମାନେ ରୋମିଓ 13 ପଢ଼ିବେ, ଅତଏବ ଯେ ଅଧିକାର ପ୍ରତିରୋଧ କରେ ସେ ଈଶ୍ୱରଙ୍କ ବିଧାନର ପ୍ରତିରୋଧ କରେ, ପୁଣି ଯେଉଁମାନେ ପ୍ରତିରୋଧ କରନ୍ତି ସେମାନେ ଆପଣା ଆପଣା ଉପରେ ଦଣ୍ଡ ଘଟାଇବେ। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ସେଥିପାଇଁ ଆମେ କ'ଣ ହେବା, ସେହି ବିଧାନକୁ ଆମେ ପ୍ରତିରୋଧ କରିବା ନାହିଁ। ଯେଉଁମାନେ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କର ପରାମର୍ଶ ଆଉ ସେହି ନିୟମକୁ ଉଲ୍ଲଙ୍ଘନ କରନ୍ତି ସେମାନେ ପ୍ରଭୁଙ୍କର ନିୟମକୁ ଉଲ୍ଲଙ୍ଘନ କରନ୍ତି, ଏହା ବାଇବେଲ ଆମମାନଙ୍କୁ କହେ। ସେଥିପାଇଁ ଆମେ ଭାରତର ନାଗରିକ ହେବା ସତ୍ତ୍ୱେ ଆମେ ସମ୍ବିଧାନ ପ୍ରାପ୍ତ ଗୋଟିଏ ଦେଶରେ ବାସ କରିବା ଜଣେ ବାସିନ୍ଦା ଭାବରେ ଆମେ ନିଜର ବହୁମୂଲ୍ୟ ଭୋଟକୁ ଆମେ ଦେବାର ଆବଶ୍ୟକ ରହିଛି। ଅନେକ ସମୟରେ ଅନେକ ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ସେମାନେ ଏ ପ୍ରକାର କହନ୍ତି, ଆମେ ଭୋଟ ଦେଲେ କିମ୍ବା ନ ଦେଲେ ପ୍ରଭୁ ଯାହାକୁ ମନୋନୀତ କରିଛନ୍ତି, ପ୍ରଭୁ ଯାହାକୁ ଚୟନ କରିଛନ୍ତି ସେ ତ ମନ୍ତ୍ରୀ ଭାବରେ ସିଂହାସନରେ ସେ ବସାଇବେ, ପଦବୀରେ ସେ ଆଣିବେ। ଆମକୁ ଭୋଟ ଦେଲେ ନ ଦେଲେ ମଧ୍ୟ କିଛି ଫରକ ପଡ଼େ ନାହିଁ। ଆଉ ଏ ପ୍ରକାର ମଧ୍ୟ ଅନେକ ଭାଇ ଭଉଣୀମାନେ କହନ୍ତି, କୌଣସି ସରକାର ଆସିଲେ ମଧ୍ୟ ଆମର କିଛି ଯାଏ ଆସେ ନାହିଁ, ଆମେ ଭୋଟ ଦେଲେ କିମ୍ବା ନ ଦେଲେ ମଧ୍ୟ କ'ଣ କରିବେ, ପ୍ରଭୁ କୌଣସି ନା କୌଣସି ସରକାରକୁ ସେ ଗଠନ କରିବେ। ଏ ପ୍ରକାର କଥା ମଧ୍ୟ ଅନେକ ସମୟରେ ଅନେକ ଭାଇ ଭଉଣୀମାନେ କହନ୍ତି। ପ୍ରିୟ ଭାଇ ଭଉଣୀମାନେ, ଏହା ସମ୍ପୂର୍ଣ୍ଣ ଭୁଲ ଅଟେ। ଆମେ ଖ୍ରୀଷ୍ଟ ବିଶ୍ୱାସୀ ଭାବରେ ଆମର ବହୁମୂଲ୍ୟ ଭୋଟକୁ ଆମେ କ'ଣ କରିବା, ଦେବା। ଏହି ପ୍ରକାର ମଧ୍ୟ ଅନେକ ଭାଇ ଭଉଣୀମାନେ କହନ୍ତି, ଯେଉଁମାନେ କି ଗତ ଥର ମୁଁ ଯାହାକୁ ଭୋଟ ଦେଲି ଆଉ ଭୋଟ ଦେଇ ମୁଁ ବହୁତ ଭୁଲ କରିଛି, କାରଣ ଯାହାକୁ ମୁଁ ଭୋଟ ଦେଇଥିଲି ସେମାନେ ଆମ ଗାଁ ପାଇଁ, ଜିଲ୍ଲା ପାଇଁ, ରାଜ୍ୟ ପାଇଁ କିଛି ସେମାନେ ଉନ୍ନତି କରିନାହାନ୍ତି। ସେଥିପାଇଁ ଏଥର ମୁଁ କାହାକୁ ମଧ୍ୟ ଭୋଟ ଦେବି ନାହିଁ। ଏହି ପ୍ରକାର ମଧ୍ୟ ଅନେକ ଭାଇ ଭଉଣୀମାନେ ସେମାନେ ଚିନ୍ତା କରନ୍ତି। ଏହା ମଧ୍ୟ ସମ୍ପୂର୍ଣ୍ଣ ଭୁଲ ଅଟେ। କାରଣ ଗତ ଥର କିମ୍ବା ବିଗତ ଥର ଆମେ ଯାହାକୁ ବି ଭୋଟ ଦେଲୁ, ଯଦ୍ୟପି ଆମେ ମନୁଷ୍ୟ ଭାବରେ ଆମର ସୀମିତ ବୁଦ୍ଧି ଜ୍ଞାନରେ ଆମେ ଭୁଲ କଲୁ, ମାତ୍ର ତାହାର ଅର୍ଥ ନୁହେଁ ଯେ ଏବେ ପରବର୍ତ୍ତୀ ସମୟରେ ଏବେ ଯାହାକୁ ଆମେ ଭୋଟ ଦେବା ଆଉ ଥରେ ଯେ ଭୁଲ କରିବା, ସେହିପରି ନୁହେଁ। ପ୍ରିୟ ଭାଇ ଭଉଣୀମାନେ, ଆମେ ନିହାତି ଭାବରେ ଆମର ମତଦାନକୁ ପ୍ରଦାନ କରିବା ଆବଶ୍ୟକ ରହିଛି। ଆମର ବହୁମୂଲ୍ୟ ଭୋଟକୁ ଆମେ ଦେବାର ଆବଶ୍ୟକ ରହିଛି। ଏହା ବାଇବେଲ ଆମ୍ଭମାନଙ୍କୁ କ'ଣ କହେ, ସମ୍ପୂର୍ଣ୍ଣ ଭାବରେ ସ୍ପଷ୍ଟ ଭାବରେ ବାଇବେଲ ଆମକୁ ପରାମର୍ଶ ଦିଏ। ଆମେ ଗୋଟେ ସମ୍ବିଧାନର ଅଣ୍ଡରରେ ଅଧିକାର ପ୍ରାପ୍ତ ବ୍ୟକ୍ତିମାନଙ୍କର, ସେହି ଶାସନକର୍ତ୍ତା ବ୍ୟକ୍ତିମାନଙ୍କର ବଶୀଭୂତ ହେବା ନିମନ୍ତେ ବାଇବେଲ ଆମମାନଙ୍କୁ କହେ। ତ ମନ ମଧ୍ୟରେ ପ୍ରଶ୍ନ ଆସେ, ନିଶ୍ଚିତ ଭାବରେ ଭାଇ ଆମେ ଭୋଟ ଦେବୁ, ନିଶ୍ଚିତ ଆମେ ଭୋଟ ଦେବୁ, ମାତ୍ର କାହାକୁ ଦେବୁ, କେଉଁ ଚିହ୍ନରେ ଆମେ ଭୋଟ ଦେବୁ, କେଉଁ ସରକାରକୁ ଆମେ ଭୋଟ ଦେବୁ, କେଉଁ ଦଳର ଲୋକକୁ ଭୋଟ ଦେବୁ, ଏହି ପ୍ରକାର ପ୍ରଶ୍ନ ମଧ୍ୟ ଆପଣମାନଙ୍କ ମନ ମଧ୍ୟରେ ଆସିପାରେ। ଆପଣମାନଙ୍କୁ ଏହି ପ୍ରଶ୍ନର ଉତ୍ତର ମୁଁ ବାକ୍ୟରୁ ଦେବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଫିଲିପିଓ ପୁସ୍ତକ 4 ଅଧ୍ୟାୟକୁ ଆସିବେ। ଫିଲିପିଓ ପୁସ୍ତକ 4 ଅଧ୍ୟାୟ 8 ପଦରେ ଏହି ପ୍ରକାର ଲେଖାଯାଏ, ଅବଶେଷରେ ହେ ଭାତୃଗଣ, ଯାହା ଯାହା ସତ୍ୟ, ଯାହା ଯାହା ଆଦରଣୀୟ, ଯାହା ଯାହା ଯଥାର୍ଥ, ଯାହା ଯାହା ବିଶୁଦ୍ଧ, ଯାହା ଯାହା ପ୍ରୀତିଭାଜନ, ଯାହା ଯାହା ସୁଖ୍ୟାତିଯୁକ୍ତ, ଯେକୌଣସି ସଦ୍ଗୁଣ ଓ ପ୍ରଶଂସାର ବିଷୟ ଥାଏ, ସେହି ସମସ୍ତ ବିଷୟ ଚିନ୍ତା କର। ଦେଖନ୍ତୁ, ଦୁନିଆରେ ସବୁଠାରୁ ବୁଦ୍ଧିମାନ, ଜ୍ଞାନୀ ଏବଂ ସୁବିବେକ, ସୁଚିନ୍ତକ ଲୋକମାନେ ହେଉଛନ୍ତି ଖ୍ରୀଷ୍ଟିଆନ ଲୋକମାନେ, ଜିହୁଦୀ ଲୋକମାନେ। ଦୁନିଆର ସବୁଠାରୁ ଶିକ୍ଷିତ ଲୋକମାନେ ଖ୍ରୀଷ୍ଟିଆନ ଲୋକମାନେ ଅଟନ୍ତି। ସେଥିପାଇଁ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣ ଯାହାକୁ ଭୋଟ ଦେଉଛନ୍ତି ସେହି ବ୍ୟକ୍ତିର ଉଚ୍ଚାରଣକୁ ଦେଖନ୍ତୁ ନାହିଁ, ସେହି ବ୍ୟକ୍ତିର ଆଚରଣକୁ ଦେଖନ୍ତୁ। ସେ ବ୍ୟକ୍ତି କେତେ ଚରିତ୍ରବାନ, କେତେ ବିଶ୍ୱସ୍ତ, କେତେ ସତ୍ୟ, କଥାରେ କେବଳ ନୁହେଁ କାର୍ଯ୍ୟରେ କେତେ ବିଶ୍ୱସ୍ତ, ଆପଣ ସେହି ବ୍ୟକ୍ତିଙ୍କୁ ଦେଖିବା ପାଇଁ ପଡ଼ିବ। ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ ଯେ ଆପଣ ଯେଉଁ ସମୟରେ ମାର୍କେଟକୁ ଯାଆନ୍ତି, ମାର୍କେଟରେ ଯେଉଁ ସମୟରେ ଆପଣ ପଚା ପନିପରିବା କିଣୁଛନ୍ତି, ବାଇଗଣ ହେଉ, ଆଳୁ ହେଉ, ସେହି ସମୟରେ ଆପଣ କେଉଁ ବାଇଗଣକୁ ଆପଣ ବାଛିବେ, କେଉଁ ପ୍ରକାର ପନିପରିବାକୁ ଆପଣ ବାଛିବେ, କିଣିବେ? ଯେଉଁ ବାଇଗଣ ପୋକ ଧରିଥିବ, ଯାହାକି ଖରାପ ହୋଇଯାଇଥିବ, ନଷ୍ଟ ହୋଇଯାଇଥିବ, ତାହା କ'ଣ ଆପଣ ଆଣିବେ? କେବେ ନୁହେଁ।
ଆପଣ କାହାକୁ ବାଛିବେ? ଆପଣ ଭଲ ପନିପରିବାକୁ ଆପଣ ବାଛିବେ। ଠିକ୍ ସେହିପରି ଆପଣ ଏହି ସମୟରେ ଆପଣଙ୍କୁ ଏହି ଫିଲିପିଓ 4:8 ଅନୁସାରେ ସାଧୁ ପାଉଲ ଫିଲିପିଓ ମଣ୍ଡଳୀ ଲୋକମାନଙ୍କୁ ପରାମର୍ଶ ଆଉ ଉତ୍ସାହ ସେ ଦେଉଛନ୍ତି। ଆଉ ସେ କହୁଛନ୍ତି ଯେ ଯାହା ଯାହା ଉତ୍ତମ ସେହି ସବୁ ବିଷୟ ଚିନ୍ତା କର। ଆମକୁ ଏହି ପ୍ରକାର ଜଣେ ଚରିତ୍ରବାନ ବ୍ୟକ୍ତିଙ୍କୁ ଆମେ କ'ଣ କରିବାର ଅଛି? ଚୟନ କରିବାର ଅଛି। ପ୍ରଥମରେ ଆମେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବାର ଅଛି। ଆମେ ପ୍ରଭୁଙ୍କର ଆତ୍ମା ଦ୍ୱାରା ଆମେ ଚାଳିତ ହେବାର ଅଛି। ପରମେଶ୍ୱର ଆମକୁ କେଉଁ ପ୍ରକାର ଭାବରେ ସେ ନିୟନ୍ତ୍ରଣ କରୁଛନ୍ତି, ତାହାଙ୍କର ନିୟନ୍ତ୍ରଣରେ ଆମେ ଗୋଟେ ଲୋକଙ୍କୁ ଆମର ବହୁମୂଲ୍ୟ ଭୋଟକୁ ଆମେ ଦେବାର ଆବଶ୍ୟକ ରହିଛି। ଯେଉଁ ଲୋକ କି ଆମର ଦେଶ ପାଇଁ ସମର୍ପିତ, ଆମର ଦେଶର ପ୍ରଗତି, ଦେଶର ଉନ୍ନତି ନିମନ୍ତେ ନିଜ ଜୀବନକୁ ସମର୍ପିତ ଏବଂ ସେ ଆଗ୍ରହୀ, ଏହି ପ୍ରକାର ଜଣେ ବ୍ୟକ୍ତିଙ୍କୁ ଆମେ ଭୋଟ ଦେବାର ଆବଶ୍ୟକ ରହିଛି। ଯେ କି ଚରିତ୍ରବାନ, କଥାରେ କେବଳ ନୁହେଁ କାର୍ଯ୍ୟରେ କରିକି ଦେଖାଇବା, ଏହି ପ୍ରକାର ଜଣେ ବ୍ୟକ୍ତିଙ୍କୁ ଆମେ ଆମର ମତଦାନ, ଆମର ଭୋଟକୁ ଆମେ ଦେବାର ଆବଶ୍ୟକ ରହିଛି। ଯାହାଠାରେ ଭେଦଭାବ ନାହିଁ, ଯେ କି ନାରୀ ସୁରକ୍ଷାକୁ ରଖିପାରେ, ଦେଶର ଦରିଦ୍ରତାକୁ ଦୂର କରିବା ନିମନ୍ତେ ନିଜ ଜୀବନକୁ ସମର୍ପଣ କରିପାରେ, ଯାହା ପାଖରେ ଦକ୍ଷତା ଅଛି, ଅଭିଜ୍ଞତା ଅଛି, ଏହି ପ୍ରକାର ଜଣେ ବ୍ୟକ୍ତିଙ୍କୁ ଆମେ ବାଛିବା ଆବଶ୍ୟକ ରହିଛି। ସେଥିପାଇଁ ଭଲ ମନ୍ଦର ଜ୍ଞାନ ସମସ୍ତ ମନୁଷ୍ୟଙ୍କ ମଧ୍ୟରେ ପରମେଶ୍ୱର ଦେଇଛନ୍ତି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ। ଏପରି ସମୟରେ ଶେଷରେ ଗୋଟେ ବାକ୍ୟ ପଢ଼ି ମୁଁ ସମାପ୍ତ କରିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଦ୍ୱିତୀୟ ବଂଶାବଳୀକୁ ଆସି ଦ୍ୱିତୀୟ ବଂଶାବଳୀ 7:14 ଦ୍ୱିତୀୟ ବଂଶାବଳୀ 7:14 ଯେବେ ଆମ୍ଭ ନାମରେ ବିଖ୍ୟାତ ଆମ୍ଭ ଲୋକମାନେ ଆପଣମାନଙ୍କୁ ନମ୍ର କରି ପ୍ରାର୍ଥନା କରିବେ ଓ ଆମ୍ଭର ମୁଖ ଅନ୍ୱେଷଣ କରି ଆପଣା ଆପଣା କୁପଥରୁ ଫେରିବେ, ତେବେ ଆମ୍ଭେ ସ୍ୱର୍ଗରୁ ଶୁଣିବା ଓ ସେମାନଙ୍କର ପାପ କ୍ଷମା କରିବା ଓ ସେମାନଙ୍କ ଦେଶ ସୁସ୍ଥ କରିବା। ପ୍ରଭୁଙ୍କ ନାମର ଗୌରବ ହେଉ। ପ୍ରିୟ ଭାଇ ଭଉଣୀମାନେ, ଆପଣ ଯେ ଭୋଟ ଦେଲେ, ଗୋଟେ ଉତ୍ତମ ବ୍ୟକ୍ତିଙ୍କୁ ଭୋଟ ଦେଲେ, ଏତିକିରେ ଆପଣ ସୀମିତ ରୁହନ୍ତୁ ନାହିଁ। ଏତିକି ଆପଣ ନିମନ୍ତେ ଯଥେଷ୍ଟ ନୁହେଁ। ଆପଣଙ୍କୁ ମୋତେ ଭୋଟ ଦେଲା ପରେ ମଧ୍ୟ ଆମକୁ ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ପ୍ରଭୁ, ଆମ ଦେଶ ପାଇଁ ଆପଣ ଗୋଟେ ଉତ୍ତମ ବ୍ୟକ୍ତିଙ୍କୁ ଦିଅନ୍ତୁ, ଗୋଟେ ଚରିତ୍ରମାନ ବ୍ୟକ୍ତିଙ୍କୁ ଦିଅନ୍ତୁ, ଯେଉଁ ବ୍ୟକ୍ତିଙ୍କ ଦ୍ୱାରା ଆମର ଦେଶର ସବୁ ରୋଗ ଦୂର ହୋଇଯିବ, ଆମର ଦେଶର ସମସ୍ତ ଗରିବ ସମସ୍ୟା, ଆମ ଦେଶର ସମସ୍ତ ବେରୋଜଗାର, ଆମ ଦେଶର ସମସ୍ତ ଅସୁରକ୍ଷିତ ସମସ୍ତ ବିଷୟଗୁଡ଼ିକ କ'ଣ ହେବ? ଦୂର ହେବ। ଏହି ବିଷୟ ନେଇ ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା କରିବା ଆବଶ୍ୟକ ରହିଛି। ବାଇବେଲ କହେ ଯେ ଆମର ଦେଶ ଅସୁସ୍ଥ ଅବସ୍ଥାରେ ଅଛି। ଅସୁସ୍ଥ ବୋଲି କହିଲେ କରୋନା ଭାଇରସ୍, ଏ ପ୍ରକାର କୌଣସି ରୋଗ ବିଷୟ ବାଇବେଲ ଆମମାନଙ୍କୁ କହେ ନାହିଁ। ପ୍ରିୟ ଭାଇ ଭଉଣୀମାନେ, ଅସୁସ୍ଥ ବୋଲି କହିଲେ ଚାଷୀମାନଙ୍କର ସମସ୍ୟା, ଅନେକ ଚାଷୀମାନେ ସେମାନେ ପ୍ରାଣ ହତ୍ୟା କରୁଛନ୍ତି, ଅନେକ ନାରୀମାନେ ସୁରକ୍ଷିତ ନୁହନ୍ତି। ଆପଣ ଦେଖିବେ ବେରୋଜଗାର, ଆମ ଦେଶ ରାଜ୍ୟର ଲୋକମାନେ ବିଭିନ୍ନ ଅନ୍ୟ ରାଜ୍ୟକୁ, ଅନ୍ୟ ଜାଗାକୁ ସେମାନେ ପରିଶ୍ରମ କରିବା ପାଇଁ, ଦାଦନ ଖଟିବା ପାଇଁ ସେମାନେ ଯାଉଅଛନ୍ତି। ଏହିପରି ପରିସ୍ଥିତିରେ ଆମର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଦାୟିତ୍ୱ ହେଲା ଆମେ ଆମ ଦେଶ ପାଇଁ ପ୍ରାର୍ଥନା କରିବା। ପ୍ରଥମରେ ଆମର ବହୁମୂଲ୍ୟ ଭୋଟକୁ ଦେବା, ଆଉ ଜଣେ ଚରିତ୍ରବାନ ଉତ୍ତମ ବ୍ୟକ୍ତି, ଯେ କି ସତ୍ୟ ପ୍ରୀତିଭାଜନ, ଯାହା ପାଖରେ ଭେଦଭାବ ନାହିଁ, ଏ ପ୍ରକାର ଦେଶ ନିମନ୍ତେ, ଦେଶର ପ୍ରଗତି ଉନ୍ନତି ନିମନ୍ତେ ଜଣେ ସମର୍ପିତ ଜଣେ ନେତା, ଜଣେ ବ୍ୟକ୍ତି, ତାଙ୍କୁ ଭୋଟ ଦେବା। ତୃତୀୟରେ ଆମେ ସେହି ବ୍ୟକ୍ତି ପାଇଁ, ଦେଶ ପାଇଁ ଆମେ ପ୍ରାର୍ଥନା କରିବା। ଏହା ଆମର କର୍ତ୍ତବ୍ୟ ଅଟେ।